ओं ज एव वेति पुरुषं प्रकृतिं च गुणैः सह सर्वथा वर्तमानोऽपि न स भूयोऽभिजायते। ओं नमो भगवते वासुदेवाय। ओं श्री परमात्मने नमः। एपरि भावरे जो मनुष्य पुरुष को ओ गुणमानक सहित प्रकृति को तत्वतः जानती से सकल प्रकार रे कर्तव्य कर्म करुथिले भी पुनर्जन्म प्राप्ति होती नहीं। पूर्वोक्त प्रकार रे पुरुषों को ओ गुणमानक सहित प्रकृति को तत्वतः जानिबा कहिले कौन बुझा जाए। यही अध्याय रे पुरुषर स्वरूप ओ प्रभाव जेपरि वर्णना करा जाइछि ताहाकु भल रूपे सेपरि बुझी नेबा अर्थात जेते भी पृथक पृथक क्षेत्रज्ञ प्रतीति हेउछि सबु सेई एक परम ब्रह्म परमात्मांकर अभिन्न स्वरूप बोली बुझाजिबो। पुणी प्रकृतिर संग हेतु सेमानंक मध्यरे भिन्नता थिबा परि प्रतीत हेउथिले भी वस्तुत कौनसी भिन्नता नाही। बुझी जिबा ओ सेई परमात्मा नित्य शुद्ध बुद्ध मुक्त अविनाशी तथा सर्वथा प्रकृतिर अतीत अटंती बोली संशयातीत होई यथार्थ बुझीजिबा एवं सेई सचितानंद घन अंक ठारे एक भावरे नित्य स्थित होई रहीजिबा या ही पुरुष को तत्वतः जानिबा। प्रकृति ही त्रिगुण उत्पन्न हुए। यही सकल विश्व प्रकृतिर ही प्रसार एवं यह नाशवान जड़ क्षणभंगुर तथा अनित्य। यही रहस्य बुझाजिबा ही गुणमानक सहित प्रकृति को तत्वतः जानिबा। सर्वथा वर्तमान सहित अपिपद प्रयोग करी केउ भाव दर्शा जाइछि। सर्वथा वर्तमान सहित अपिपद प्रयोग करी दर्शा जाइछि जे जेउ मनुष्य उपरोक्त प्रकार रे पुरुष को ओ गुणमानक सहित प्रकृति को जानती से ब्राह्मण क्षत्रिय वैश्य व शूद्र जेकोसी वर्णर होइथिले मध्य एवं ब्रह्मचर्यादि जेकोसी आश्रम रे रहिथिले मध्य तथा सेई वर्णाश्रम निमंते शास्त्र रे विधान करा जाइथिबा सकल कर्म यथायोग्य करुथिले मध्य वास्तव रे किछि करंती नाही। तेणु तांकर पुनर्जन्म हुए नाही। एठारे सर्वथा वर्तमान सहित अपिपद प्रयोगरु जदि अर्थ बुझा जाए जे से निषिद्ध कर्म करुथिले भी पुनर्जन्म प्राप्त हुअंती नाही बोली तेबे पुनर्जन्म प्राप्त हुअंती नाही तेबे क्षति कौन। आत्मतत्व जानिथिबा ज्ञानी ठारे काम क्रोधादि दोष आदौ रहु नथिबारु तांक द्वारा कौनसी निषिद्ध कर्म हेबा संभव नुहे। तेणु तांकर आचरण को संसार रे प्रमाण रूपे ग्रहण करा जाए। अतएव एठारे सर्वथा वर्तमान सहित अपिपदर प्रयोग को एपरी अर्थरे ग्रहण कराइबा उचित हेब नाही। कारण काम क्रोधादि अवगुण हेतु ही मनुष्य ठारे पाप प्रवृत्ति जात हुए।
अर्जुनଙ୍କ ପ୍ରଶ୍ନର ଉତ୍ତର ଦେଇ ତୃତୀୟ ଅଧ୍ୟାୟରେ 37 ଶ୍ଲୋକରେ ଭଗବାନ ଏକଥା ସ୍ପଷ୍ଟ ଭାବରେ କହିଦେଇଛନ୍ତି। ପ୍ରକୃତି ଓ ପୁରୁଷର ତତ୍ତ୍ୱକୁ ଏହିପରି ଜାଣିଥିବା ବ୍ୟକ୍ତିଙ୍କର ପୁନର୍ଜନ୍ମ ହୁଏ ନାହିଁ। କାହିଁକି? ପ୍ରକୃତି ଓ ପୁରୁଷର ତତ୍ତ୍ୱକୁ ଜାଣିନେବା କ୍ଷଣି ହିଁ ପ୍ରକୃତି ସହିତ ପୁରୁଷର ସମ୍ବନ୍ଧ ତୁଟିଯାଏ। କାରଣ ପ୍ରକୃତି ଓ ପୁରୁଷର ସଂଯୋଗ ସ୍ୱପ୍ନ ପରି ଅବାସ୍ତବ ତଥା କେବଳ ଅଜ୍ଞାନଜନିତ ବୋଲି ଧରାଯାଇଛି। ଯେ ପର୍ଯ୍ୟନ୍ତ ପ୍ରକୃତି ଓ ପୁରୁଷ ବିଷୟରେ ପୂର୍ଣ୍ଣ ଜ୍ଞାନ ନଥାଏ ସେ ପର୍ଯ୍ୟନ୍ତ ପ୍ରକୃତି ତଥା ତାହାର ଗୁଣମାନଙ୍କ ସହିତ ପୁରୁଷର ସମ୍ବନ୍ଧ ରହିଥାଏ ଏବଂ ସେ ପର୍ଯ୍ୟନ୍ତ ସେ ନାନା ଯୋନିରେ ବାରମ୍ବାର ଜନ୍ମ ନେଉଥାଏ। ଅତଏବ ଏହି ତତ୍ତ୍ୱ ଜାଣିଯିବା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ। ଗୁଣମାନଙ୍କ ସହିତ ପ୍ରକୃତି ଓ ପୁରୁଷର ଜ୍ଞାନର ମହତ୍ତ୍ୱ ଶୁଣି ଏହି ଜ୍ଞାନ କିପରି ଲାଭ ହୁଏ ବୋଲି ଜାଣିବାକୁ ଇଚ୍ଛା ହୋଇପାରେ। ତେଣୁ ପରବର୍ତ୍ତୀ ଦୁଇଟି ଶ୍ଲୋକରେ ଭିନ୍ନ ଭିନ୍ନ ଅଧିକାରୀଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ଲାଭର ଭିନ୍ନ ଭିନ୍ନ ସାଧନା ପ୍ରତିପାଦନ କରୁଛନ୍ତି। ଧ୍ୟାନେନ ଆତ୍ମନି ପଶ୍ୟନ୍ତେ କେଚିଦାତ୍ମାନମାତ୍ମନା ଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ଶ୍ରୀ ପରମାତ୍ମନେ ନମଃ। କେତେକ ମନୁଷ୍ୟ ସେହି ପରମ ପୁରୁଷ ପରମାତ୍ମାଙ୍କୁ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ବଳରେ ଧ୍ୟାନ ଦ୍ୱାରା ହୃଦୟରେ ଦର୍ଶନ କରନ୍ତି। ଅନ୍ୟ କେତେକ ଜ୍ଞାନ ଯୋଗ ଦ୍ୱାରା ଓ ଆହୁରି କେତେକ କର୍ମଯୋଗ ଦ୍ୱାରା ତାଙ୍କୁ ଦର୍ଶନ କରନ୍ତି ଅର୍ଥାତ୍ ପ୍ରାପ୍ତ ହୁଅନ୍ତି। ଏଠାରେ ଧ୍ୟାନ ଶବ୍ଦ କାହାର ବାଚକ ଏବଂ ତାହା ଦ୍ୱାରା ଆତ୍ମାରେ ଆତ୍ମାକୁ ଆତ୍ମା ମାଧ୍ୟମରେ ଦେଖିବା କ'ଣ? ଷଷ୍ଠ ଅଧ୍ୟାୟର 11, 12 ଓ 13 ଶ୍ଲୋକରେ ବୁଝାଇ ଦିଆଯାଇଥିବା ବିଧି ଅନୁସାରେ ଶୁଦ୍ଧ ଓ ଏକାନ୍ତ ସ୍ଥାନରେ ଉପଯୁକ୍ତ ଆସନରେ ନିଶ୍ଚଳ ଭାବରେ ବସି ଇନ୍ଦ୍ରିୟମାନଙ୍କୁ ବିଷୟମାନଙ୍କ ଠାରୁ ହଟାଇ ଆଣି ମନକୁ ବଶ କରି ତଥା ଏକ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ ସବୁ ଭୁଲିଯାଇ ନିରନ୍ତର ପରମାତ୍ମାଙ୍କୁ ଚିନ୍ତନ କରିବାର ନାମ ହେଉଛି ଧ୍ୟାନ। ଏପରି ଧ୍ୟାନ କରି ଚାଲିଲେ ବୁଦ୍ଧି ଶୁଦ୍ଧ ହୋଇଯାଏ ଏବଂ ସେହି ବିଶୁଦ୍ଧ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ହୃଦୟରେ ଯେଉଁ ସଚ୍ଚିଦାନନ୍ଦ ଘନ ପରଂ ବ୍ରହ୍ମ ପରମାତ୍ମାଙ୍କର ସାକ୍ଷାତକାର କରାଯାଏ ତାହାକୁ ହିଁ ଧ୍ୟାନ ଦ୍ୱାରା ଆତ୍ମାରେ ଆତ୍ମାକୁ ଆତ୍ମା ଧ୍ୟାନ ମାଧ୍ୟମରେ ଦେଖିବା। ଏଠାରେ ଯେଉଁ ଧ୍ୟାନ ଦ୍ୱାରା ସଚ୍ଚିଦାନନ୍ଦ ଘନ ପରଂ ବ୍ରହ୍ମ ପ୍ରାପ୍ତି ହୁଏ ବୋଲି କୁହାଯାଇଛି ତାହା ସଗୁଣ ପରମେଶ୍ୱରଙ୍କ ଧ୍ୟାନ ନା ନିର୍ଗୁଣଙ୍କ ବ୍ରହ୍ମଙ୍କ ଧ୍ୟାନ, ସାକାରଙ୍କ ଧ୍ୟାନ ନା ନିରାକାରଙ୍କ ଧ୍ୟାନ। ଏହା ଭେଦ ଭାବରେ କରାଯାଏ ନା ଅଭେଦ ଭାବରେ ଏବଂ ଏହାର ଫଳସ୍ୱରୂପ ସଚ୍ଚିଦାନନ୍ଦ ଘନ ପରଂ ବ୍ରହ୍ମ ପ୍ରାପ୍ତି ଭେଦ ଭାବରେ ହୁଏ ନା ଅଭେଦ ଭାବରେ ହୁଏ। ଏହି ଅଧ୍ୟାୟର 22 ଶ୍ଲୋକରେ ପରମାତ୍ମା ଓ ଆତ୍ମାର ଭେଦ ପ୍ରତିପାଦନ କରାଯାଇଛି ଏବଂ ତଦନୁଯାୟୀ ପୁରୁଷର ସ୍ୱରୂପ ଜ୍ଞାନ ରୂପକ ଫଳ ପ୍ରାପ୍ତିର ଅଭିନ୍ନ ସାଧନା ବର୍ଣ୍ଣନା କରାଯାଇଛି। ତେଣୁ ଏଠାରେ ପ୍ରସଙ୍ଗ ଅନୁସାରେ ନିର୍ଗୁଣ ନିରାକାର ବ୍ରହ୍ମଙ୍କର ଅଭେଦ ଧ୍ୟାନ ହିଁ ବର୍ଣ୍ଣିତ ହୋଇଛି ଏବଂ ଭକ୍ତ
ଧ୍ୟାନର ଫଳ ଅଭିନ୍ନ ଭାବରେ ପରମାତ୍ମା ପ୍ରାପ୍ତି ବୋଲି ହିଁ କୁହାଯାଇଛି। ତଥାପି ଯଦି ଭେଦ ଭାବରେ ସଗୁଣ ନିରାକାର ସଗୁଣ ସାକାରଙ୍କୁ ଧ୍ୟାନ କରୁଥିବା ସାଧକ ବି ସେପରି ଫଳ ଚାହାନ୍ତି, ତେବେ ତାଙ୍କୁ ବି ଅଭେଦ ଭାବରେ ନିର୍ଗୁଣ ନିରାକାର ସଚିଦାନନ୍ଦ ଘନ ପରଂ ବ୍ରହ୍ମ ପ୍ରାପ୍ତି ହୋଇପାରନ୍ତି। ସାଂଖ୍ୟେନ ଓ ଯୋଗେନ ପଦ ଦୁଇଟି ଭିନ୍ନ ଭିନ୍ନ ସାଧନାର ବାଚକ, ନା ଗୋଟିଏ ହିଁ ସାଧନାର ବିଶେଷ୍ୟ ବିଶେଷଣ? ଯଦି ଗୋଟିଏ ହିଁ ସାଧନାର ବାଚକ ହୋଇଥାଏ, ତେବେ ତାହା କେଉଁ ସାଧନା ଓ ତା ଦ୍ୱାରା ଆତ୍ମାକୁ ଦର୍ଶନ କରିବା କ'ଣ? ଏଠାରେ ସାଂଖ୍ୟେନ ଓ ଯୋଗେନ ପଦ ଦୁଇଟି ହେଉଛି ସାଂଖ୍ୟ ଯୋଗର ବାଚକ। ଦ୍ୱିତୀୟ ଅଧ୍ୟାୟର 11 ଠାରୁ 30 ଶ୍ଲୋକ ପର୍ଯ୍ୟନ୍ତ ଏହାର ବିସ୍ତୃତ ବର୍ଣ୍ଣନା କରାଯାଇଛି। ତା ଛଡ଼ା ପଞ୍ଚମ ଅଧ୍ୟାୟରେ ଅଷ୍ଟମ, ନବମ ଓ ତ୍ରୟୋଦଶ ଶ୍ଲୋକରେ ତଥା ଚତୁର୍ଦ୍ଦଶ ଅଧ୍ୟାୟର 19 ଶ୍ଲୋକରେ ଏବଂ ଯେଉଁ ଯେଉଁ ସ୍ଥାନରେ ଏହାର ପ୍ରକରଣ ଆସିଛି ସେହି ସ୍ଥାନରେ ମଧ୍ୟ ଏହାର ବର୍ଣ୍ଣନା ଦିଆଯାଇଛି। କହିବାର ଅଭିପ୍ରାୟ ଏହି ଯେ ସମସ୍ତ ପଦାର୍ଥ ମୃଗ ତୃଷ୍ଣାର ଜଳ ପରି ବା ସ୍ୱପ୍ନର ସୃଷ୍ଟି ପରି ମାୟା ମାତ୍ର ଅଟେ। ତେଣୁ ପ୍ରକୃତିକୁ ଜାତ ଗୁଣ ଗୁଡ଼ିକ ଗୁଣମାନଙ୍କର ହିଁ ପ୍ରବୃତ୍ତ ହୁଅନ୍ତି ବୋଲି ଜାଣି ମନ, ଇନ୍ଦ୍ରିୟ ଓ ଶରୀର ଦ୍ୱାରା ହେଉଥିବା ସକଳ କର୍ମରେ କର୍ତ୍ତାପଣର ଅଭିମାନ ତ୍ୟାଗ କରିଦେଇ ସର୍ବବ୍ୟାପୀ ସଚିଦାନନ୍ଦ ଘନ ପରମାତ୍ମାଙ୍କଠାରେ ଏକ ଭାବରେ ନିତ୍ୟ ସ୍ଥିତ ହୋଇ ରହିବା ସଙ୍ଗେ ସଙ୍ଗେ ଏକ ସଚିଦାନନ୍ଦ ଘନ ପରମାତ୍ମାଙ୍କ ଛଡ଼ା ଅନ୍ୟ କୌଣସି ବି ଭିନ୍ନ ସତ୍ତାକୁ ସ୍ୱୀକାର ନ କରିବାକୁ ସାଂଖ୍ୟ ଯୋଗ ସାଧନା କୁହାଯାଏ। ଏବଂ ଏହାଦ୍ୱାରା ଆତ୍ମା ଓ ପରମାତ୍ମାଙ୍କ ଅଭେଦ ଦର୍ଶନ କରି ସଚିଦାନନ୍ଦ ଘନ ପରଂ ବ୍ରହ୍ମକୁ ଅଭିନ୍ନ ଭାବରେ ପ୍ରାପ୍ତ ହେବାକୁ ସାଂଖ୍ୟ ଯୋଗ ଦ୍ୱାରା ଆତ୍ମାକୁ ଆତ୍ମାରେ ଦର୍ଶନ କରିବା ବୋଲି କୁହାଯାଏ। ସାଂଖ୍ୟ ଯୋଗର ଏହି ସାଧନ ଚତୁଷ୍ଟ ସମ୍ପନ୍ନ ଅଧିକାରୀଙ୍କ ଦ୍ୱାରା ହିଁ ସହଜରେ କରାଯାଇପାରେ। ସାଧନ ଚତୁଷ୍ଟୟ କ'ଣ? ବିବେକ, ବୈରାଗ୍ୟ, ଷଟ୍ସମ୍ପତ୍ତି ଓ ମୁମୁକ୍ଷୁତ୍ୱ ଏହି ଚାରୋଟି ସାଧନ ଚତୁଷ୍ଟୟର ଅନ୍ତର୍ଗତ। ଏହା ଭିତରୁ ପ୍ରଥମ ସାଧନଟି ହେଉଛି ବିବେକ। ସତ୍ କ'ଣ, ଅସତ୍ କ'ଣ, ନିତ୍ୟ ବସ୍ତୁ କ'ଣ, ଅନିତ୍ୟ ବସ୍ତୁ କ'ଣ, ଏହି ବିବେଚନର ନାମ ବିବେକ। ଦୁଇ ବସ୍ତୁକୁ ବିବେଚନ କରି ବିବେକ ସେଇ ଦୁଇଙ୍କର ପୃଥକ୍କରଣ କରିଦିଏ। ତତ୍ତ୍ୱକୁ ଯଥାର୍ଥ ଅନୁଭବ କରିବାର ନାମ ବିବେକ। ସକଳ ଅବସ୍ଥାରେ ଓ ପ୍ରତ୍ୟେକ ବସ୍ତୁରେ ପ୍ରତିକ୍ଷଣ ଆତ୍ମା ଓ ଆତ୍ମାକୁ ବିଶ୍ଳେଷଣ କରି ଚାଲିଲେ ବିବେକ ସିଦ୍ଧି ପ୍ରାପ୍ତ ହୋଇଯାଏ। ଏପରି ଭାବରେ ବିବେକ ଯଥାର୍ଥ ଉଭୟ ହୋଇଗଲେ ସତ୍ ଓ ଅସତର ପ୍ରଭେଦ, ନିତ୍ୟ ବସ୍ତୁ ଓ ଅନିତ୍ୟ ବସ୍ତୁର ପ୍ରଭେଦ, କ୍ଷୀର ଓ ନୀରର ପ୍ରଭେଦ ପରି ପ୍ରତ୍ୟକ୍ଷ ଅନୁଭବ ହୋଇଯାଏ। ଦ୍ୱିତୀୟ ସାଧନାଟି ହେଉଛି ବୈରାଗ୍ୟ। ବିବେକ ଦ୍ୱାରା ସତ୍ ଓ ଅସତର ଓ ନିତ୍ୟ ଓ ନିତ୍ୟର ପୃଥକ୍କରଣ ହୋଇଯିବା ପରେ ଅସତ୍
ତଥା ଅନିତ୍ୟ ପ୍ରତି ରହିଥିବା ରାଗ ସ୍ୱତଃ ହଟିଯାଏ। ଏହାରି ନାମ ହିଁ ବୈରାଗ୍ୟ। ଯଦି ମନରେ ଭୋଗ ପାଇଁ ଅଭିଳାଷ ରହିଯାଏ, ଯଦି ସଂସାର ପ୍ରତି କେବଳ ଉପରେ ଉପରେ ଦ୍ୱେଷ ଓ ଘୃଣା ରହିଥାଏ, ତେବେ ତାହା ବୈରାଗ୍ୟ ନୁହେଁ। ବୈରାଗ୍ୟରେ ସର୍ବଦା ଆସକ୍ତି ଅଭାବ ରହିଥାଏ। ଯଥାର୍ଥରେ ଆନ୍ତରିକ ଅନାସକ୍ତିର ନାମ ହିଁ ବୈରାଗ୍ୟ। ଯାହାଙ୍କଠାରେ ପ୍ରକୃତ ବୈରାଗ୍ୟ ଜାତ ହୋଇଥାଏ, ତାଙ୍କ ଚିତ୍ତରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ରହିଥିବା ସକଳ ଭାବ ଭୋଗରେ ଲେଶ ମାତ୍ର ତୃଷ୍ଣା ଓ ଆସକ୍ତି ନଥାଏ। ସେ ଅସତ୍ ଓ ଅନିତ୍ୟ ପ୍ରତି ବିମୁଖ ହୋଇ ଅଖଣ୍ଡ ରୂପରେ ସମ୍ପୂର୍ଣ୍ଣ ରୂପେ ସତ୍ ଓ ନିତ୍ୟରେ ଲାଗି ରହନ୍ତି। ଏହା ହିଁ ବୈରାଗ୍ୟ। ଯେ ପର୍ଯ୍ୟନ୍ତ ଏପରି ବୈରାଗ୍ୟ ନ ଆସିଛି, ଜାଣିବା ଉଚିତ ଯେ ସେ ପର୍ଯ୍ୟନ୍ତ ବିବେକରେ ତ୍ରୁଟି ରହିଯାଇଛି। ବିବେକର ପୂର୍ଣ୍ଣତା ଆସିଲେ ବୈରାଗ୍ୟ ଅବଶ୍ୟ ଭାବୀ। ଷଟ ସମ୍ପତ୍ତି। ଏହି ବିବେକ ଓ ବୈରାଗ୍ୟର ଫଳସ୍ୱରୂପ ସାଧକକୁ 6 ବିଭାଗ ବିଶିଷ୍ଟ ଏକ ପରମ ସମ୍ପତ୍ତି ମିଳିଥାଏ। ତାହା ସମ୍ପୂର୍ଣ୍ଣ ରୂପେ ନ ମିଳିବା ପର୍ଯ୍ୟନ୍ତ ଜାଣିବାକୁ ହେବ ଯେ ବିବେକ ଓ ବୈରାଗ୍ୟରେ କିଛି ତ୍ରୁଟି ରହିଯାଇଛି। କାରଣ ବିବେକ ଓ ବୈରାଗ୍ୟରେ ଭଲ ଭାବେ ସମ୍ପନ୍ନ ହୋଇଗଲେ ସାଧକକୁ ଏହି ସମ୍ପତ୍ତି ସହଜରେ ମିଳିଯାଏ। ଏହି ସମ୍ପତ୍ତିର ନାମ ଷଟ ସମ୍ପତ୍ତି ଏବଂ ଏହାର 6 ଗୋଟି ଅଙ୍ଗ ହେଉଛି ସମ। ମନ ସମ୍ପୂର୍ଣ୍ଣ ରୂପେ ନିଗୃହୀତ, ନିଶ୍ଚଳ ଓ ଶାନ୍ତ ହୋଇଯିବା ହିଁ ସମ। ବିବେକ ଓ ବୈରାଗ୍ୟ ପ୍ରାପ୍ତ ହୋଇଗଲେ ମନ ସ୍ୱତଃ ନିଶ୍ଚଳ ଓ ଶାନ୍ତ ହୋଇଯାଏ। ଦମ। ଇନ୍ଦ୍ରିୟମାନେ ସମ୍ପୂର୍ଣ୍ଣ ରୂପେ ନିଗୃହୀତ ଓ ବିଷୟ ରସାସ୍ୱାଦନରୁ ରହିତ ହୋଇଯିବାର ନାମ ହେଉଛି ଦମ। ଉପରତି। ବିଷୟମାନଙ୍କରୁ ଚିତ୍ତ ଉପରତ ହେବାର ନାମ ହେଉଛି ଉପରତି। ଯେତେବେଳେ ମନ ଓ ଇନ୍ଦ୍ରିୟମାନଙ୍କୁ ବିଷୟମାନଙ୍କର ରସାନୁଭୂତି ହେବ ନାହିଁ, ସେତେବେଳେ ସ୍ୱଭାବତଃ ସେ ସବୁଥିରୁ ସାଧକର ଉପରତି ହୋଇଯିବ। କେବଳ ବାହାରୁ ନୁହେଁ, ଭିତରୁ ମଧ୍ୟ ଭୋଗ ମାତ୍ରରେ ଉପରତି ହେବା ଆବଶ୍ୟକ। ଭୋଗ ସଂକଳ୍ପର ପ୍ରେରଣାରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ରହିଥିବା ଦୁର୍ଲଭ ଭୋଗମାନଙ୍କ ପ୍ରତି ମଧ୍ୟ କେବେ ବି ବୃତ୍ତି ଜାଗ୍ରତ ନ ହେବାର ନାମ ହିଁ ଉପରତି। ତିତିକ୍ଷା। ଦ୍ୱନ୍ଦ୍ୱମାନଙ୍କୁ ସହିଯିବାର ନାମ ହେଉଛି ତିତିକ୍ଷା। ଯଦ୍ୟପି ଶୀତ, ଉଷ୍ଣ, ସୁଖ, ଦୁଃଖ, ମାନ, ଅପମାନ ଆଦିକୁ ସହିଯିବାର ନାମ ହେଉଛି ତିତିକ୍ଷା, ତଥାପି ବିବେକ, ବୈରାଗ୍ୟ, ସମ, ଦମ ତଥା ଉପରତି ପରେ ପ୍ରାପ୍ତ ହେଉଥିବା ତିତିକ୍ଷା ତାଠାରୁ ଉତ୍କୃଷ୍ଟତର ହେବା ଉଚିତ। ସଂସାରରେ ଦ୍ୱନ୍ଦ୍ୱମାନଙ୍କର କଦାପି ନାଶ ହେବ ନାହିଁ। କେହି ଏହାକୁ ଦ୍ୱନ୍ଦ୍ୱରୁ ସର୍ବଦା ରକ୍ଷା ପାଇପାରିବ ନାହିଁ। କୌଣସି ପ୍ରକାରରେ ଏମାନଙ୍କୁ ସହିଯିବା ହିଁ ଉତ୍ତମ। କିନ୍ତୁ ସର୍ବୋତ୍ତମ ପନ୍ଥା ହେଉଛି ଦ୍ୱନ୍ଦ୍ୱ ଜଗତର ଊର୍ଦ୍ଧ୍ୱକୁ ଉଠିଯାଇ କେବଳ ସାକ୍ଷୀ ରୂପରେ ଦ୍ୱନ୍ଦ୍ୱକୁ ଦେଖିବା। ଏହା ହିଁ ବାସ୍ତବିକ ତିତିକ୍ଷା। ଏତେକ ହୋଇଗଲେ ଶୀତ, ଉଷ୍ଣ ତଥା ମାନ ଅପମାନ ସାଧକଙ୍କୁ ବିଚଳିତ କରିପାରିବ ନାହିଁ। ପଞ୍ଚମରେ ଶ୍ରଦ୍ଧା। ଆତ୍ମସତ୍ତାରେ ପ୍ରତ୍ୟକ୍ଷ ଦର୍ଶନ ପରି
ଅଖଣ୍ଡ ବିଶ୍ୱାସର ନାମ ହେଉଛି ଶ୍ରଦ୍ଧା। ପ୍ରଥମେ ଶାସ୍ତ୍ର, ଗୁରୁ ଓ ସାଧନା ଆଦିରେ ଶ୍ରଦ୍ଧା ଜାଗ୍ରତ ହୁଏ। ତଦ୍ୱାରା ଆତ୍ମଶ୍ରଦ୍ଧା ବଢ଼େ। କିନ୍ତୁ ଯେ ପର୍ଯ୍ୟନ୍ତ ଆତ୍ମସ୍ୱରୂପରେ ପୂର୍ଣ୍ଣ ଶ୍ରଦ୍ଧା ହୋଇନାହିଁ, ସେ ପର୍ଯ୍ୟନ୍ତ ଏକମାତ୍ର ନିଷ୍ଫଳ ନିରଞ୍ଜନ ନିରାକାର ନିର୍ଗୁଣ ବ୍ରହ୍ମକୁ ଲକ୍ଷ୍ୟ କରି ସେଥିରେ ବୁଦ୍ଧିକୁ ଲଗାଯାଇପାରିବ ନାହିଁ। ସମାଧାନ ମନ ଓ ବୁଦ୍ଧି ପରମାତ୍ମାଙ୍କଠାରେ ସମ୍ପୂର୍ଣ୍ଣ ରୂପେ ସମାହିତ ହୋଇଯିବାର ଅର୍ଥାତ୍ ଗୁରୁ ଦ୍ରୋଣଙ୍କ ସମ୍ମୁଖରେ ପରୀକ୍ଷା ଦେବା ସମୟରେ ଅର୍ଜୁନଙ୍କୁ ଯେପରି ବୃକ୍ଷସ୍ଥ କୃତ୍ରିମ ପକ୍ଷୀଟିର କେବଳ ବେକଟି ହିଁ ଦେଖାଯାଉଥିଲା, ମନ ଓ ବୁଦ୍ଧିକୁ ସେହିପରି ନିରନ୍ତର ଏକମାତ୍ର ଲକ୍ଷ୍ୟବସ୍ତୁ ବ୍ରହ୍ମ ହିଁ ଦେଖାଯାଉଥିବାର ନାମ ସମାଧାନ। ମୁମୁକ୍ଷୁତ୍ୱ ଏପରି ଭାବରେ ଯେତେବେଳେ ବିବେକ, ବୈରାଗ୍ୟ ଓ ଷଟ୍ସମ୍ପତ୍ତି ପ୍ରାପ୍ତ ହୋଇଯାଏ, ସେତେବେଳେ ସାଧକ ସ୍ୱଭାବତଃ ଅବିଦ୍ୟାର ବନ୍ଧନରୁ ସର୍ବଥା ମୁକ୍ତ ହୋଇଯିବାକୁ ଚାହେଁ। ଫଳରେ ସେ ତାର ଚିତ୍ତକୁ ସକଳ ଦିଗରୁ ଅପସାରଣ କରି ଆଣି ଅନ୍ୟ କୌଣସି ଆଡ଼କୁ ବି ନ ଚାହିଁ ଏକମାତ୍ର ପରମାତ୍ମାଙ୍କ ଆଡ଼କୁ ଧାଏଁ। ତାର ସେଇ ଅତ୍ୟନ୍ତ ବେଗରେ ଧାଇଁବା ଅର୍ଥାତ୍ ତାର ତୀବ୍ର ସାଧନା ହିଁ ତାର ପରମାତ୍ମା ପ୍ରାପ୍ତି ନିମନ୍ତେ ତୀବ୍ରତମ ଲାଳସାର ପରିଚୟ ହୁଏ। ତାହିଁ ମୁମୁକ୍ଷୁତ୍ୱ। ଏଠାରେ କର୍ମଯୋଗ ପଦଟି କେଉଁ ସାଧନାର ବାଚକ ଏବଂ ତଦ୍ୱାରା ତୁମାରେ ଆତ୍ମାକୁ ଦର୍ଶନ କରିବା ଅର୍ଥ କ'ଣ? ଦ୍ୱିତୀୟ ଅଧ୍ୟାୟରେ 40 ଶ୍ଲୋକ ଠାରୁ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଫଳ ସହିତ ଯେଉଁ ସାଧନାର ବର୍ଣ୍ଣନା କରାଯାଇଛି, ଏଠାରେ କର୍ମଯୋଗ ହେଉଛି ତାହାର ବାଚକ। ଅର୍ଥାତ୍ ଆସକ୍ତି ଓ କର୍ମ ଫଳକୁ ସର୍ବଥା ତ୍ୟାଗ କରି ସିଦ୍ଧି ଓ ଅସିଦ୍ଧିରେ ସମତ୍ୱ ଦର୍ଶନ କରି ଶାସ୍ତ୍ରାନୁସାରେ ନିଷ୍କାମ ଭାବରେ ନିଜ ନିଜର ବର୍ଣ୍ଣ ଓ ଆଶ୍ରମ ଅନୁଯାୟୀ ସକଳ ପ୍ରକାର ବିହିତ କର୍ମ ଅନୁଷ୍ଠାନ କରିବା ହିଁ କର୍ମଯୋଗ ଏବଂ ତଦ୍ୱାରା ସଚ୍ଚିଦାନନ୍ଦ ଘନ ପରଂ ବ୍ରହ୍ମ ପରମାତ୍ମାକୁ ଅଭିନ୍ନ ଭାବରେ ପାଇବା ହିଁ କର୍ମଯୋଗ ଦ୍ୱାରା ଆତ୍ମାରେ ଆତ୍ମାକୁ ଦର୍ଶନ କରିବା। କର୍ମଯୋଗ ସାଧନାରେ ତ ସାଧକ ନିଜକୁ ପରମାତ୍ମାଙ୍କ ଠାରୁ ଭିନ୍ନ ବୋଲି ଭାବିଥାଏ। ତେଣୁ ତାଙ୍କୁ ଭେଦ ଭାବରେ ବ୍ରହ୍ମ ପ୍ରାପ୍ତି ହେବା କଥା, କିନ୍ତୁ ଏଠାରେ କିପରି ତାଙ୍କୁ ଅଭେଦ ଭାବରେ ବ୍ରହ୍ମ ପ୍ରାପ୍ତି ହୁଏ ବୋଲି କୁହାଯାଇଛି। ସାଧନା କାଳରେ ଭେଦ ଭାବ ରଖିଥିଲେ ଯେଉଁ ସାଧକ ଫଳରେ ଅଭେଦ ଲକ୍ଷ୍ୟ କରିଥାନ୍ତି, ତାଙ୍କୁ ଅଭେଦ ଭାବରେ ହିଁ ବ୍ରହ୍ମ ପ୍ରାପ୍ତି ହୋଇଥାଏ। ଏଠାରେ କେଉଁ କେଉଁ ସାଧନା ଦ୍ୱାରା ଅଭେଦ ଭାବରେ ବ୍ରହ୍ମଜ୍ଞାନ ହୋଇପାରେ, ସେହି ପ୍ରସଙ୍ଗ ପଡ଼ିଛି। ତେଣୁ ଏଠାରେ କର୍ମଯୋଗ ଦ୍ୱାରା ମଧ୍ୟ ଅଭିନ୍ନ ଭାବରେ ପରଂ ବ୍ରହ୍ମ ପରମାତ୍ମାଙ୍କ ପ୍ରାପ୍ତି ହୁଏ ବୋଲି କୁହାଯାଇଛି। ଓଂ ନମୋ ଭଗବତେ ବାସୁଦେବାୟ। ଓଂ